ତୋ ନାମ କ'ଣ? ପ୍ରଶାନ୍ତ ବେହେରା। କେଉଁଠି ଘର? ପିଙ୍ଗୁ। ଏଇ ଯେଉଁ ଆକସ୍ମିକ ଘଟଣା ଯେଉଁ ଘଟିଛି, ଯିଏ ଯେଉଁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି, ସେ କିଏ ହୁଅନ୍ତି ସମ୍ପର୍କରେ? ସେ ଆମ ବଡ଼ ବାପା ହେବେ। କେମିତି କ'ଣ ହେଲା ଘଟଣା? ବଡ଼ ବାପା କେଉଁଠିକି ଯାଇଥିଲେ? ବଡ଼ ବାପା କାଠକୁ ଆଣିବା ପାଇଁ ଯାଇଥିଲେ। ଆଉ ସେ ପୋଖରୀକି ଡେଲି ଗାଧୋଇବା ପାଇଁ ଯାଆନ୍ତି। କାଠ ରଖିକି ଗାଧୋଇବା ପାଇଁ ଯାଇଥିଲେ ଏସବୁ ମାନେ ସେ ଘରୁ କେତେବେଳେ ଯାଇଥିଲେ? ଘରୁ ଗୋଟେ 12ଟା ଗୋଟେ ଟାଇମ୍ରେ ହେଇଯିବ। ଘରେ ସମସ୍ତେ ବଡ଼ ବାପାଙ୍କର କିଏ କିଏ ଅଛନ୍ତି ସବୁ? ତାଙ୍କ ପୁଅ ଅଛି, ତାଙ୍କ ସ୍ତ୍ରୀ ଅଛି, ତାଙ୍କ ଝିଅ ଅଛି। ରଜ ପାଇଁ ଘରେ ସବୁ କ'ଣ ଝିଅ ପୁଅ ସମସ୍ତେ ଆସିଥିଲେ? ହଁ, ରଜ ପାଇଁ ସମସ୍ତେ ଆସିଥିଲେ। ଯେ ଖବର କେମିତି ପାଇଲେ? ଖବର ସେମିତି ଖୋଜାଖୋଜି କଲେ ମିଳିନି ଆଉ। ଲୋକ ଦେଖିକି କହିଲେ। ବଡ଼ ବାପା କ'ଣ କରନ୍ତି? ବଡ଼ ବାପା ସେମିତି କାମ ଦାମ କରନ୍ତି। ଘରେ ରୋଜଗାର ଆସିଥିଲେ? ଘରର ଏକଲା ରୋଜଗାର ମୁଁ ରହିଥିଲେ। ସେ ଏଇ ଯେଉଁ ଆଜି ସେ ପାଖରେ ନାହାନ୍ତି, କ'ଣ ନିବେଦନ ରଖିବେ ସେ ପରିବାର ମାନେ ଯେଉଁ ଆଜି ଯେଉଁ ମୁଖ୍ୟ ଲୋକଙ୍କୁ ହରାଇ ଆଜି ଯେ ପରିବାରଟି ହିଂସି ନେଇଯାଇଛି, କ'ଣ ନିବେଦନ ରଖିବେ? ନିବେଦନ ରଖିବା ଯେ ଗରିବ ପରିବାର, ଆଉ ଏକଲା ଥିଲେ ସେମାନେ ରୋଜଗାର କରିବା ପାଇଁ, ଆଉ ସରକାର ତରଫରୁ କିଛି ସାହାଯ୍ୟ ମିଳିବ।